ଦେଓନଦୀ କୂଳରୁ ପ୍ରଚୁର ବେଆଇନ ମହୁଲି ମଦର ଖଜାନା ମିଳିଛି। ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଗୋରାଣ୍ଡି ଯୋଡ଼ି ନିକଟସ୍ଥ ଦେଓନଦୀ କୂଳରୁ ଆଜି ବେଆଇନ ଦେଶୀ ମଦ ଜବତ ହୋଇଛି। ମହୁଲି ମଦ ଦେଶୀ ପଦ୍ଧତିରେ ଏଠାରେ କେବେଠାରୁ ପ୍ରସ୍ତୁତ ହେଉଥିଲା। କୌଣସି ସୂତ୍ରରୁ ପାଟଣା ଅବକାରୀ ଥାନା କର୍ତ୍ତୃପକ୍ଷ ଏହି ଖବର ପାଇ ଚଢ଼ାଉ କରିଥିଲେ। ନଦୀ କୂଳେ ପାଣି ଅଛି, ସବୁ ସୁବିଧା, ତେଣୁ ଅବାଧ ମଦ ପ୍ରସ୍ତୁତି ଚାଲିଥିଲା। ଦେଶୀ ମହୁଲି ମଦ ସୁଆଦ ନିଆରା ବୋଲି ମଦ ପ୍ରେମୀ କୁଆଡୁ ଆସି ମଦ ନେଉଥିଲେ। ଏଠାରୁ ପାଉଚ ଦ୍ୱାରା ମଦ ପ୍ୟାକିଂ ହୋଇ ସପ୍ଲାଇ ହେଉଥିଲା। ଚଢ଼ାଉ ବେଳେ 45,000 ଲିଟର ମଦ କୋଚ ଓ 300 ଲିଟର ମହୁଲି ମଦ ଜବତ ହେବା ସହ ପାଉଚ ମଧ୍ୟ ଅନେକ ମିଳିଛି। ଏହି ଚଢ଼ାଉ ପାଟଣା ଅବକାରୀ ଥାନା ସବ ଇନ୍ସପେକ୍ଟର ପ୍ରିୟମ୍ବଦା ଓଝା ନେତୃତ୍ୱରେ ହୋଇଥିଲା। ଏଥିରେ କନଷ୍ଟେବଳ ସୁନାରାମ ଟୁଡୁ, ସଞ୍ଜିତା ସ୍ୱାଇଁ, ରାଜୀବ ନାୟକ, ସୁରେନ୍ଦ୍ର ଚନ୍ଦ୍ର ବେହେରା ପ୍ରମୁଖ ସାମିଲ ହୋଇଥିଲେ। ମଦ ମାଫିଆ ମାନେ ଫେରାର ହେଲା ବେଳେ ଅବକାରୀ କର୍ମଚାରୀ ସେମାନଙ୍କୁ ଲୁଚି ଭାଙ୍ଗି ଦେଇଛନ୍ତି, ସେମାନଙ୍କ ଚୁଲି ଭାଙ୍ଗି ଦେଇଛନ୍ତି। ତେବେ ଏହିପରି ବାରମ୍ବାର ଚଢ଼ାଉ କରିବାକୁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି। କେନ୍ଦୁଝର ଜିଲ୍ଲା ସୋମପାଟଣାରୁ ଦଶରଥ ବାରିକଙ୍କ ରିପୋର୍ଟ, ବ୍ଲାକେଟ୍ ନ୍ୟୁଜ ଓଡ଼ିଆ।